ନମସ୍କାର। ମନୋରମା ଏଜୁକେସନ୍ ଚ୍ୟାନେଲକୁ ସ୍ୱାଗତ ଜଣାଇ ଆଜିର ଭିଡ଼ିଓ ଆରମ୍ଭ କରିବା। ତୁମେ କମେଣ୍ଟ ମାଧ୍ୟମରେ ଜଣାଇଥିଲ ଓଡ଼ିଆ ଭାଷା ଜ୍ଞାନ ବିଷୟରେ ରଚନାଟିଏ ଲେଖିବା ପାଇଁ। ବର୍ତ୍ତମାନ ତାହେଲେ ଆରମ୍ଭ କରିବା। ପ୍ରଥମେ ଲେଖିବା ଉପକ୍ରମ। ମନୁଷ୍ୟ ହେଉଛି ଭାଷା ଜୀବ। ଅନ୍ୟାନ୍ୟ ପ୍ରାଣୀମାନଙ୍କୁ ଛାଡ଼ି ମନୁଷ୍ୟଙ୍କୁ ବିଶେଷ କରିଥିବା ଶକ୍ତି ହେଉଛି ଭାଷା। ଭାଷା ବିନା ମନୁଷ୍ୟ ନିଜର ଚିନ୍ତା, ଭାବନା ଓ ଜ୍ଞାନକୁ ସମାଜ ସହିତ ଆଦାନ ପ୍ରଦାନ କରିପାରେ ନାହିଁ। ପ୍ରତ୍ୟେକ ଜାତିର ସଂସ୍କୃତି, ସାହିତ୍ୟ, ପରମ୍ପରା ଓ ଐତିହ୍ୟର ଭଣ୍ଡାର ହେଉଛି ସେମାନଙ୍କର ନିଜସ୍ୱ ଭାଷା। ସେହିଭଳି ଓଡ଼ିଆ ଭାଷା ହେଉଛି ଓଡ଼ିଆ ଜାତିର ପରିଚୟ, ଗର୍ବ ଏବଂ ଆତ୍ମସମ୍ମାନର ପ୍ରତୀକ। ଓଡ଼ିଆ ଭାଷାକୁ ବିଜ୍ଞାନମୂଳକ ଭାବରେ ଅଧ୍ୟୟନ କରିବାକୁ ଓଡ଼ିଆ ଭାଷା ଜ୍ଞାନ କୁହାଯାଏ। ବର୍ତ୍ତମାନ ଓଡ଼ିଆ ଭାଷାର ଇତିହାସ ଲେଖିବା। ଓଡ଼ିଆ ଭାଷାର ମୂଳ ପ୍ରାକୃତ ଓ ଅପଭ୍ରଂଶରୁ ପାଳି, ସଂସ୍କୃତ ଓ ମାଗଧୀ ପ୍ରାକୃତର ପ୍ରଭାବରେ ଓଡ଼ିଆ ଭାଷା ଗଠିତ ହୋଇଛି। ଖ୍ରୀଷ୍ଟାବ୍ଦ 1000ରୁ 1200 ମଧ୍ୟରେ ଓଡ଼ିଆର ପ୍ରଥମ ସାହିତ୍ୟକ ସାରଳା ଦାସଙ୍କ ସାରଳା ମହାଭାରତ, ସାରଳା ପୁରାଣ ଆଦି ପ୍ରଚଳିତ ହେଲା। ପରେ ଭଜନ, ଜଗନ୍ନାଥ ସାହିତ୍ୟ, ପଞ୍ଚସଖା, ରାଧାକୃଷ୍ଣ ସାହିତ୍ୟ, ଉପନ୍ୟାସ, କବିତା ଓ ଆଧୁନିକ ସାହିତ୍ୟରେ ଓଡ଼ିଆ ଭାଷା ଉଜ୍ଜ୍ୱଳ ରୂପ ଧାରଣ କଲା। 2014 ମସିହାରେ ଭାରତ ସରକାର ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି କରିଲା। ଏହା ଏହି ଭାଷାର ପ୍ରାଚୀନତା ଓ ସାହିତ୍ୟିକ ସମୃଦ୍ଧିର ପ୍ରମାଣ। ଓଡ଼ିଆ ଭାଷା ଜ୍ଞାନର ଗୁରୁତ୍ୱ। ସାହିତ୍ୟ ପାଠନର ସହଜତା। ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେର, ଫକୀରମୋହନ ସେନାପତିଙ୍କ ରଚନାକୁ ସୁବିଧାରେ ବୁଝାଯାଏ। ଭାଷାର ସୁରକ୍ଷା। ଅଶୁଦ୍ଧ ଶବ୍ଦ, ଅବାଞ୍ଛିତ ବିଦେଶୀ ପ୍ରଭାବକୁ ରୋକେ। ଶିକ୍ଷା ଓ ଗବେଷଣାରେ ସହାୟତା। ବିଭିନ୍ନ ବିଷୟର ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରସ୍ତୁତ କରିବାରେ ସୁବିଧା ହୁଏ। ସଂସ୍କୃତିର ସୁରକ୍ଷା। ଭାଷା ଜ୍ଞାନର ଅଧ୍ୟୟନ ମାଧ୍ୟମରେ ଲୋକ ସଂସ୍କୃତି, ଲୋକକଥା, ଲୋକଗୀତକୁ ରକ୍ଷା କରାଯାଏ। ଆଧୁନିକ ପ୍ରଯୁକ୍ତିରେ ବ୍ୟବହାର। କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟରେ ଓଡ଼ିଆକୁ ସହଜରେ ବ୍ୟବହାର କରିବାକୁ ସୁବିଧା। ଓଡ଼ିଆ ଭାଷା ଜ୍ଞାନର ପ୍ରଭାବ। ଇଂରାଜୀର ଅତିରିକ୍ତ ପ୍ରଭାବ। ଶିକ୍ଷା, ଚାକିରି ଓ ପ୍ରବିଦ୍ୟାରେ ଇଂରାଜୀର ପ୍ରାଧାନ୍ୟ ଥିବାରୁ ଓଡ଼ିଆର ଚଳଣି କମୁଛି। ଅଶୁଦ୍ଧ ବ୍ୟବହାର। ମାଧ୍ୟମ, ସୋସିଆଲ ମିଡ଼ିଆ ଓ ଦୈନନ୍ଦିନ କଥାବାର୍ତ୍ତାରେ ଅନେକ ଭୁଲ ବ୍ୟାକରଣ ଓ ଅସଙ୍ଗତ ଶବ୍ଦ ବ୍ୟବହାର କରୁଛନ୍ତି। ସାହିତ୍ୟ ପ୍ରତି ଅନାଗ୍ରହ। ନୂଆ ପିଢ଼ି ଅଧିକାଂଶତଃ ଇଂରାଜୀ ଓ ହିନ୍ଦୀ ସାହିତ୍ୟ ପଢ଼ୁଛନ୍ତି। ଫଳରେ ଓଡ଼ିଆ ପାଠନର ରୁଚି କମୁଛି। ପ୍ରୟୋଗ କ୍ଷେତ୍ରର ଅଭାବ। ପ୍ରଶାସନ, ଆଇନ, ବିଜ୍ଞାନ ଓ ପ୍ରବିଦ୍ୟାରେ ଓଡ଼ିଆର ସୀମିତ ବ୍ୟବହାର। ସମାଧାନ ଓ ପଦକ୍ଷେପ। ଶିକ୍ଷାରେ ଓଡ଼ିଆର ପ୍ରାଧାନ୍ୟ। ସମସ୍ତ ବିଷୟରେ ଓଡ଼ିଆରେ ପଢ଼ାଶୁଣା କରିବା। ଶୁଦ୍ଧ ଉଚ୍ଚାରଣ ଶିକ୍ଷା। ସ୍କୁଲ କଲେଜରେ ଓଡ଼ିଆ ବ୍ୟାକରଣ ଓ ଉଚ୍ଚାରଣରେ ଗୁରୁତ୍ୱ ଦେବା। ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଆପ୍, ସୋସିଆଲ ମିଡ଼ିଆ ସଫ୍ଟୱେୟାରରେ ଓଡ଼ିଆର ସୁବିଧା। ସାହିତ୍ୟ ପ୍ରଚାର। ଓଡ଼ିଆ ପୁସ୍ତକ, ପତ୍ରିକା, କବି ସମ୍ମିଳନୀ, ନାଟକ ଓ ସାହିତ୍ୟିକ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ଆଗ୍ରହ ବଢ଼ାଇବା। ସରକାରୀ ପଦକ୍ଷେପ। ପ୍ରଶାସନ, ନ୍ୟାୟ, ମାଧ୍ୟମ ଓ ସମ୍ପ୍ରସାରଣରେ ଓଡ଼ିଆର ବ୍ୟାପକ ବ୍ୟବହାର। ବର୍ତ୍ତମାନ ଉପସଂହାର ଲେଖିବା। ଓଡ଼ିଆ ଭାଷା ଜ୍ଞାନ କେବଳ ଭାଷାର ବିଜ୍ଞାନୀୟ ଅଧ୍ୟୟନ ନୁହେଁ, ଏହା ହେଉଛି ଆମ ଜାତୀୟ ସ୍ୱାଭିମାନର ପ୍ରତୀକ। ଏହାର ଅଧ୍ୟୟନ କରିବାରେ ଆମେ ନିଜର ଐତିହ୍ୟ, ସଂସ୍କୃତି, ସାହିତ୍ୟ ଓ ମୂଳକୁ ବୁଝିପାରୁ। ଆଜିର ଗ୍ଲୋବାଲ ଯୁଗରେ ବିଦେଶୀ ଭାଷା ଦରକାର ହେଲେ ମଧ୍ୟ ନିଜର ମାଟିର ଭାଷା ପ୍ରତି ଗର୍ବ, ଆଦର ଓ ସମ୍ମାନ ରଖିବା ଅତ୍ୟାବଶ୍ୟକ। ଓଡ଼ିଆ ଭାଷା ଜ୍ଞାନର ସୁରକ୍ଷା ଓ ଉନ୍ନତି କରିବା ମାନେ ନିଜର ମାଟି, ମଣିଷ ଓ ସଂସ୍କୃତିକୁ ସୁରକ୍ଷା କରିବା। ତେଣୁ ଆମେ ସମସ୍ତେ ଓଡ଼ିଆକୁ ଗର୍ବର ସହିତ ବ୍ୟବହାର କରିବା, ଶୁଦ୍ଧ ଭାବରେ ପଢ଼ିବା ଓ ନୂଆ ପିଢ଼ିଙ୍କ ମନରେ ଏହାକୁ ରୋପଣ କରିବାରେ ସଚେତନ ହେବା ଆବଶ୍ୟକ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।